ପୃଥିବୀର ପୁରା ପୃଥିବୀରେ ପାଖାପାଖି 90ରୁ 95 ଦେଶ ଅଛନ୍ତି। ତାଙ୍କ ମଧ୍ୟରୁ ପାଖାପାଖି 50ଟି ଦେଶ ଯେଉଁଥିରେ କି 200 କୋଟିର ଜନସାଧାରଣ, ଯୋଉଟା କି ପାଖାପାଖି 25% ସମଗ୍ର ବିଶ୍ୱର ଜନସାଧାରଣ 25% ଯୋଉମାନେ କି ବୁଦ୍ଧ ଧର୍ମକୁ ବା ବୁଦ୍ଧଙ୍କୁ ମାନନ୍ତି। ଆଉ ସେଇ 200 କୋଟି ଲୋକଙ୍କର ଜୀବନରେ ଗୋଟେ ଅଭିଳାଷ ଥାଏ କି କେବେ ଭାରତ ଭଳି ପବିତ୍ର ଭୂମିରେ ତାଙ୍କର ପାଦ କେବେ ପଡ଼ିବନି, ଯେଉଁଠିକି ଭଗବାନ ବୁଦ୍ଧଙ୍କ ଭଳି ମହାନ ପୁରୁଷଙ୍କର ଜନ୍ମ ହୋଇଛି। କିନ୍ତୁ କେବେ ଭାବିଛନ୍ତି ସେମାନେ ଭାରତକୁ ଆସି କୋଉ ଭଳିଆ ଅବଧାରଣା ନେଇକି ଯାଆନ୍ତି ଭାରତ ବିଷୟରେ ବୁଦ୍ଧଙ୍କୁ ଛାଡ଼ିକି? ବାସ୍ତବରେ ସେମାନେ ଭାରତକୁ ଗଲା ପରେ ବା ଭାରତକୁ ଆସିକି ସେମାନେ ପରିଭ୍ରମଣ କଲା ପରେ ଗୋଟେ ଜିନିଷ ସେମାନେ ବହୁତ ମାନେ ଚକିତ ହୁଅନ୍ତି। ଗୋଟେ ହେଲା ଅନ୍ଧବିଶ୍ୱାସ, ଦ୍ୱିତୀୟଟା ହେଲା ପାଖଣ୍ଡତା ଏବଂ ତୃତୀୟ ହଉଛି ଜାତି ଧର୍ମ ନାଁରେ ଥିବା ମତଭେଦ ବା ଭିନ୍ନତା। ଯେଉଁ ଦେଶରେ ଗୌତମ ବୁଦ୍ଧଙ୍କ ଭଳି ମହାନ ପୁରୁଷଙ୍କର ଆବିର୍ଭାବ ହୋଇଥିଲା, ସେଇ ଦେଶରେ ଆଜି ଗୌତମ ବୁଦ୍ଧଙ୍କର ଚିନ୍ତାଧାରାର କୌଣସି ପ୍ରଭାବ ଲୋକମାନଙ୍କ ଭିତରେ ଥିବା ବାସ୍ତବରେ ମନେ ହୁଏ ନାହିଁ। କାରଣ ଗୌତମ ବୁଦ୍ଧଙ୍କର ଦେଶରେ ବୁଦ୍ଧ ଧର୍ମର ପତନର ମୁଖ୍ୟ କାରଣ ହେଉଛି ଧାର୍ମିକ କଟ୍ଟରତା ଏବଂ ଅନ୍ଧବିଶ୍ୱାସ। ଯେ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ ଜନସାଧାରଣ ଏ ଧାର୍ମିକ କଟ୍ଟରତା ବା ଅନ୍ଧବିଶ୍ୱାସରେ ପୀଡ଼ିତ ହୋଇ ରହିଥିବେ, ସେ ପର୍ଯ୍ୟନ୍ତ ବୁଦ୍ଧଙ୍କ ଧର୍ମର ଗ୍ରହଣୀୟତା ଭାରତରେ ବାସ୍ତବରେ ପରିଲକ୍ଷିତ ହେବ ନାହିଁ। ବୁଦ୍ଧଙ୍କର ଧର୍ମ ବା ବୁଦ୍ଧଙ୍କର ବାଣୀ ଏଇ ଭାରତର ଭୂମିରୁ ବାହାରି ଆଜି ସମଗ୍ର ଏସିଆ ମହାଦେଶରେ ଆନ୍ଦୋଳନ ସୃଷ୍ଟି କରିଛି। ଏବଂ ପାଖାପାଖି 50ଟି ଦେଶ, ତା ମଧ୍ୟରୁ ଅନେକ ସମୃଦ୍ଧ ଦେଶ ଯାହାକୁ ଡେଭଲପିଂ କଣ୍ଟ୍ରି ଆମେ କହୁଛେ, ଚାଇନା ହେଲା, ଜାପାନ, ଇଣ୍ଡୋନେସିଆ, ଆପଣଙ୍କର କୋରିଆ ଭଳି ଦେଶ ବୁଦ୍ଧଙ୍କର ବାଣୀ ବା ଧର୍ମକୁ ଗ୍ରହଣ କରି ଆଜି ସେମାନେ ଶୀର୍ଷତମ ସ୍ଥାନରେ ପହଞ୍ଚୁଛନ୍ତି। କିନ୍ତୁ ଭାରତରେ ଜନ୍ମିତ ହୋଇଥିବା ଏହି ଧର୍ମ ବା ଏହି ନୀତିକୁ ଆଜି ଭାରତରେ ଗ୍ରହଣୀୟତା ବହୁତ କମ୍ ଅଛି। ଯେ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ ଜନସାଧାରଣ ଏହାର ଗୁରୁତ୍ୱ ଏବଂ କଟ୍ଟରତାକୁ ସଠିକରେ ବୁଝିବେ ନାହିଁ, ସେ ପର୍ଯ୍ୟନ୍ତ ଭାରତ ବାସ୍ତବରେ ଗୁଲାମ ହୋଇ ରହିବ ବୋଲି ମନେ ହୁଏ। ଭାରତ ବାସ୍ତବରେ ଯୋଉ ଗୁଲାମ ପୂର୍ବରୁ ହେଇଛି, ଯେତେ ବି ବ୍ରିଟିଶ ସାମ୍ରାଜ୍ୟ ହଉ, ଆପଣଙ୍କର ମୁଗଲ ହୁଅନ୍ତୁ, ତା ପୂର୍ବରୁ ଫରାସୀ, ଯେତେ ବି ଉପନିବେଶବାଦ ବା ଯୋଉମାନେ ବାହାରୁ ଆସିକି ଭାରତକୁ ଗୋଲାମ କରିଛନ୍ତି ବୋଲି କହିଛନ୍ତି, ସେମାନେ ବାସ୍ତବରେ ଗୋଲାମ ହେବା ପଛର ମୁଖ୍ୟ କାରଣ ହେଉଛି ଭାରତ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେଇଛି ଏବଂ ବିଜ୍ଞାନ ବା ଧର୍ମକୁ ସଠିକ ରୂପେ ବୁଝିବାରେ ବିଫଳ ହୋଇଛି। ଧନ୍ୟବାଦ।